Gente costumel. हाय सामने मुझे सुधीर कुमार स्वागत कर नुआ ब्लॉग को आशा कर समस्त भल थे मुझे भल अच्छी तो सकाल कालू आसी मैंने नहीं जावाई दुब घास जोटा आम बजी आउ फिंच मान देवाई आउ तो मैंने खरा दिन तो चारा सुखी सुखा पड़ा जाइए तो बेस कड़ा किसी दुब घास ना जो जगह टे पा पड़ू से जगार मानने घास जहाँ हो तो अलग बेस कड़ा मैंने घास चारिड़े पूरा देखते पूरा चारिड़े पूरा सुखला सुखला तो जो जगह टे पानी फाणी सब पड़ा मानने पड़ू से जगह ही खाली जहाँ घास टे उठिक रही है ना कुआड़े भी घास टे भी ना जोटा कि खाया देवाई ना बजीरा खाली मानने जिते देख खाली मारपिट हो खाली दाना राक मैंने पेट पुरुनी ना किसी भिटामिन भिटामिन भी ना तो ये पेट पुरुनी किसी तो ये दुब घास मध्य दबा कथा आउ हाँ शीत दिन होता कि कौन आम आण धनिया पत्र कि पालंग शाग आण दे पार कि तो शीत दिन भी नुहे तो ये दुब घास देकी मानने खाद्यटा चेंज करार अच्छी तो चलते जावा यहाँ देदेवा तो जेत आसीजे तो खाली कौन घास नहीं जावा तो चलू गाधे बस पाखे अच्छी गाधे बस 3 खंडे उपाड़ी नहीं जावा ठेकुआ भी आम देवार अच्छी चलते जावा नहीं जावा पानी दिया ना मन दिया है नहीं भी देखने गच पड़ी नहीं जाए बेस ना सब गुड़ाक कहीं दुईटा ही नहीं जावा बेस नबानी तो चलते जावा जो जगह खायापाई तो साने पलि आस पहुँची भी गले दुब खायापाई कामुड़ी गुड़ी या अधा देदेवा बेस देवा कथा नुह अल्प अल्प दबा सब जिन सब अल्प अल्प करके देला हम किसी असुविधा नहीं से देलापर कि समय आस खाइबे कम दी जो शुक्ला शुक्ला पड़ता जो देखिए खाली गुड़ा काम देखो सागे सागे आसला खाई रखु रखु मैं हाथ आणु आणु खाइक आसानी पानी गोटे दरकार जहाँ मैंने खाली के खाइबे दाना जो मैंने बेस भिटामिन ही ना खाली खाइबे तो ये जो जुलाक अच्छे खाई घास तो से आसी पलि आसवाई गाजर भी आनी चलो गाजर काटी खाया देवा ठेकुआ देवा गाजर दुटा धर डाली पाँच छोड़ो छोड़ो चाउल छोड़ो छोड़ो साग आप देखी सब जाक आउ पुणी कौन गोटे खुली बाहर कर चढ़ीकर पानीटा भी सरी जाइए आमर जो बर्तमान जो पानीटा भी चेंज करा पड़ो के परिष्कार करदे भितरटा तो चलते पानी टी बाहर करदे चढ़े पानी देवा परिष्कार गुप्त पानी
ଛୁଇଁ ପାଣି ହେଇଯିବ ପୋକମି ଆଉ ଗୋଟେ ବେଙ୍ଗଟେ ଦେଖୁନ ମରିଯାଇଛି ଆସିଛି କେତେବେଳେ ରହିବା ପାଇଁ ହେଲେ ବାହାରିକି ଯାଇପାରୁନି ଖରାପ ହେଇଯାଇଛି ଦେଖୁନ ଜରି ଭିତରେ ପୁରା ପଶି ଯାଇଥିଲା ବାହାରି ପାରୁନି ତ ମରିଗଲା ତ ମୁଁ ଏଇଟା ବାହାର କରିକି ଆପଣଙ୍କୁ ଦେଖିବି ବାହାର ସାଙ୍ଗେ ସଫା କରିବି ତ ସେମାନେ ଯେତିକି ଯାହା ହେଇପାରିବା କଥା ତାଙ୍କ ବି ଟିକେ ହେଲ୍ପ କରିଦେଲା ଆସିକି ଆଉ ଯେତିକି ସଫା ହେଇପାରିବା କଥା ସେତିକି କରିଦିଆ ହେଲା ଆଉ ସଫାଟା କରିହେବନି କ'ଣ ପାଇଁ ନା ଚାରିପଟେ ଇଟା ମୁଁ ଦେଇଦେଇଛି ନା ତ ପାଣିଟା ଏପଟେ ଠିକ୍ ସେ ବାହାର କରିଦେଇ ହେଉନି ତ ଯେତିକି ଯିବା କଥା ଏପଟେ ବାହାର କରିଦିଆ ହେଲା ଆଉ ତ ସବୁବେଳେ ଏମିତି ପୋଚରା ହିଁ ହେବ ପୁଣି ଆଜି ପାଣି ପୁର ପୁଣି ପାଣି ମାନେ ପୁଚ କରିଦେଇଥିଲେ ତ ଦେଖନ୍ତୁ ଯେତିକି ଯାହା ହେଇପାରିଲା ହେଲା ଟିକେ ପାଣିଟା ଶୁଖିଯାଉ ତାପରେ ପୁଣି ପାଣି ପୁରେଇବା ଆଉ ତାକୁ ଟିକେ ଶୁଖିବା ପାଇଁ ଆଗ ଛାଡ଼ିଦେବୁ ତାପରେ ଦେଖିବା ଆଉ ଏପଟେ ଯେଉଁ ତାଙ୍କର ଚଢ଼େଇମାନଙ୍କର ତ ନିଜେ ଆଗ ପାଣିଟା ପୁରେଇଦେବା ତାପରେ ଦେଖିବା ତ ପାଣିଟା କାଲି ହିଁ ନେଇଥିଲି ହେଲେ ବି ମାନେ ପାଣି ନାହିଁ ଏଇପଟରେ ପାଣି ରଖିନି ଗୋଟେ ଫାଟିଯାଇଛି କ'ଣ ଖାଇକି ଜଣା ପଡ଼ୁନି ଫାଟିଯାଇଛି ଗୋଟେ ସେଇଥିପାଇଁ ପାଣି ଗୋଟେ ଲିକେଜ୍ କରୁଛୁ ଚାଲନ୍ତୁ ପାଣି ଦେଇଦେବା ପାଣିଟା ଖରାପ ନଦେଲେ ଭାରି ଅସୁବିଧା ମାନେ ପିଇବାକୁ ତ ଅସୁବିଧା ଗାଧୁଆ ପାଧୁଆ ସବୁ ଦିନ କରୁଛନ୍ତି ନା ତ ଏଇ ଗାଧୁଆ ପାଧୁଆ ବି କରିପାରିବେନି ସେଥିପାଇଁ ସବୁ ଦିନ ମାନେ ପାଣିଟା ଦେବା ନିହାତି ଜରୁରୀ ପାଣି ରହିଲା ବୋଇତ ପାଣି କୁକୁଡ଼ା ପାଇଁ ସେ ତା ଜାଗାରେ ପୁରେଇଦେବି ଆଉ ସବୁଦିନ ଚାଷ ଦେଖୁଛନ୍ତି ତ ଏବେ ଟିକେ ଦେଖି ଦେଇକିରି ଆସିବା କି ଆମ ଯେଉଁ ଅମୃତଭଣ୍ଡା ଗଛ କାଜୁ ଗଛ ସବୁ ଯାହା ଲଗେଇଥିଲେ ସେଇ ଗଛ ଏରିଆ ତ ମାନେ କାହାର କେତେ ଗ୍ରୋଥ୍ ହେଇଛି କେତେ କ'ଣ ବଢ଼ିଛନ୍ତି ତ ଚାଲନ୍ତୁ ସେପଟେ ଟିକେ ବୁଲି ଦେଇକି ପଳେଇ ଆସିବା ଆଉ ବଡ଼ା ପାଦ ଗଛ କ'ଣ ମାଙ୍କଡ଼ ଫାଙ୍କଡ଼ ଆସିଛନ୍ତି ବୋଲି ତାହାଟା ବି କ୍ଲିୟର୍ କରି ଆସିବା ଏରିଆ ମାଙ୍କଡ଼ ଫାଙ୍କଡ଼ ଆସିଛନ୍ତି କି ନାହିଁ ଚାଲନ୍ତୁ ଯିବା ତ ସାଙ୍ଗମାନେ ଦେଖନ୍ତୁ ଯେଉଁ ଆଣିଥିଲେ ଫାଷ୍ଟକି ଯେଉଁ ଆଣିଥିଲେ 3-4ଟା ଅମୃତଭଣ୍ଡା ଗଛ ମୁଁ ଆଣିଥିଲି ତ ଏଇଟା ଲଗା ହେଇଛି ଏଠି ଦେଖନ୍ତୁ ତ ଯେଉଁଟାକି କୁକୁଡ଼ା ଖାଇକିରି ଭାଙ୍ଗିକିରି ମାନେ ତଥାପି ମାନେ ସେ ବଡ଼ ହେଇସାରିଲାଣି ତ ଏତିକି ଗ୍ରୋଥ୍ ହେଇସାରିଲାଣି ଯଦି ମାନେ ଭାବନ୍ତୁ କୁକୁଡ଼ା ଗୁଡ଼ା ନ କାମୁଡ଼ି ମାନେ ନକା ଭାଙ୍ଗିଥାନ୍ତେ କି ଡାଇ ଖାଇ ନଥାନ୍ତେ ତ ମାନେ ଭାବନ୍ତୁ କେତେ ବଡ଼ ସେଇ ହେଇସାରିଲାଣି ତ ଏଇଟା ଦେଖନ୍ତୁ 3ଟା ହିଁ ଗଛ ଥିଲା ତ 3ଟା ଗଛ ଏଇଟା ହିଁ ଅଛି ଅମୃତଭଣ୍ଡା ଆଉ ଏଇଟା ଯେଉଁ ଆମେ ଲଗେଇଥିଲୁ କି କମଳା ଗଛଟା ଏଇ ଗଛଟା ଦେଖନ୍ତୁ ଶୁଖି ସାରିଲାଣି ଯେଉଁଟାକି ଏଇଟା କ'ଣ ପାଇଁ ହେଉନି ଜଣା ନାହିଁ କିନ୍ତୁ ଏଇ ପଟଟା ତଳଟା ଏଇଟା ବଞ୍ଚିଛି ତ ପାଣି ତ ବରାବର ଦିଆ ହୁଏ ହେଲେ କିନ୍ତୁ ହେଲେ ବି ଗଛଟା ମାନେ କାହିଁ କଅଁଳିଲା ଭଳିଆ ପତ୍ର ମୁଁ ଦେଖିନି କେବେ ତ ଖାଲି ମାନେ ଶୁଖିବା ପତ୍ର ହିଁ ଦେଖିଛି କଅଁଳିଆ ଦେଖିନି ଆଉ ଏଇଟା ଦେଖନ୍ତୁ ଯେଉଁ ଆଣିଥିଲୁ ଆମ ସମସ୍ତଙ୍କୁ ମାଗି ମାଗିକିରି କଦଳୀ ଗଛ ତ କଦଳୀ ଗଛ ବି ଏତିକି ହେଇଗଲାଣି ପ୍ରାୟ ଆଉ ଅଲଗା ଗଛ ଯାହା ତ ସେଉ ଗଛ ସବୁ ଲଗେଇଥିଲେ ସବୁ ତଳ ବାରିଆଡ଼େ ଲଗେଇଥିଲେ ଆଉ ଯେଉଁ ଆଣିଥିଲି ଯେଉଁ ପାଳ ବାଇଗଣ ତ ସେଇଟା ବି ଆପଣ ଦେଖିବି କେତେ ବଢ଼ିଆ ବାଇଗଣ ହେଇଛି ଏଠାରେ ତ ସେଇଟା ଆମେ ଦେଖିବା ତାପରେ ତଳ ବାରିଆଡ଼େ ଯିବା ମାନେ ଆମେ ଏବେ ଆସିକି ପହଞ୍ଚିଗଲୁ ବାଇଗଣ ଗଛ ପାଖରେ ତ ବାଇଗଣ ଗଛ ଯାକ ତ ଆମେ ଲଗେଇଥିଲୁ ଆମ୍ବ ଗଛ ତଳେ ହିଁ ଲଗେଇଥିଲି ତ ଏଇଠି ଯେଉଁ ଲଗା ହେଇଥିଲା ଦେଖନ୍ତୁ ମାନେ ବାଇଗଣ ଗଛ ପଛେ ଦେଖିବେ ଦେଖନ୍ତୁ କେତେ ଆମ୍ବ ପଡ଼ିଛି ଯେତେବେଳେ ଏଇଟା ଆମର ମିଠା ଆମ୍ବଟା କି ଦେଖନ୍ତୁ ଆମ୍ବର ବର୍ଷା ଚାରିଆଡ଼େ କେତେ ସାରା ଆମ୍ବ ପଡ଼ିଛି ତ ନେଇକି କେତେବେଳେ କାଟି କୁଟାକି ଖାଇବା ରହୁଛି ତ ଖାଇବା ଆଉ ଆପଣଙ୍କ ପାଖ କର ଦେଖନ୍ତୁ ବାଇଗଣ ହେଇଛି 4ଟା କହିଁ କଳା ବାଇଗଣ ହେଉଛି ଆମେ ଦେଖନ୍ତୁ ମାନେ କେତେ ବଢ଼ିଆ ଦେଖାଯାଉଛି ପୁରା ଏମିତି ସେ ଦୋକାନୀ କହିଥିଲା ମାନେ ପାଳ ବାଇଗଣ ବୋଲି ପୁରା ମାନେ ନରମ ତୁଳୁ ପୁରା କରୁଛି ପାଳ ଭଳିଆ ପୁରା ଜଣାପଡ଼ୁଛି ତ ଦେଖନ୍ତୁ ମାନେ ଏଇ ଗଛରେ 4ଟା ଅଛି ସେଇଥିରେ ବି 3-4ଟା ଅଛି ସେଇଥିରେ ବି 4ଟା ଗୋଟେ ସେଇଥିରେ ହେଇନି ମାନେ ଦେଇଯାଇଛନ୍ତି ତ ଦେଖନ୍ତୁ ଗଛ 4ଟା ଗଛ ହେଲେ କେତେ ବଢ଼ିଆ ସୁନ୍ଦର ମାନେ ଦେଖାଯାଉଛି ପୁରା ଛନଛନି ଯାଇଛନ୍ତି ଗଛଟି ଆଣି ଆଉ ବାଇଗଣ ମାନେ ପୁରା ଭର୍ତ୍ତି ନେଇଯାଉଛନ୍ତି ସିନା ହେଲେ ଯଦି ସବୁ ଜାଗା ଗଛ ମାନେ ବାଇଗଣ ରୁହନ୍ତା ଏକାବେଳକୁ ଦେଖାବେଳ ଫଳିଲେ ବି ମାନେ ବହୁତ ସାରା ବାଇଗଣ ମାନେ ଦେଖନ୍ତୁ କେତେ ମାନେ କଷି ପକେଇକି ଆସନ୍ତି ସବୁ ବାଇଗଣ ତ ମାନେ ବଢ଼ିଆ ବି ଲାଗୁଛି ଦେଖିବା ପାଇଁ ଆଉ ଦୂରରୁ ବି ପୁରା ଜଣାପଡ଼ିଯାଉଛି କି ନାହିଁ ବାଇଗଣ ମାନେ କେତେ ହେଇଛି କ'ଣ ନାହିଁ ମାନେ କାଳିଆ ବାଇଗଣ ହେଇଥିଲା ଧଳାରା ହେଇଥାନ୍ତା ଜଣା ବି ପଡ଼ୁନଥାନ୍ତା କିନ୍ତୁ କଳାରା ବୋଲି ଜଣାପଡ଼ିଯାଉଛି ତ ଚାଲନ୍ତୁ
ଆଉ ଅଲଗା ଗୁଡ଼ା ତ ବାପା କିଛି ଲଗାଇବା ପାଇଁ ବେଶୀ କିଛି କହୁନାହାନ୍ତି ମାନେ ଖରା ଦିନଟା ନା ତ ସେଥିଲାଗି କହିଲେ ବେଶୀ ପାଣି ଦେବାକୁ ପଡ଼ିବ ଇଏ କରିବାକୁ ପଡ଼ିବ ଗଛ ବଞ୍ଚିବା ନ ବଞ୍ଚିବ ସେଇଥିପାଇଁ ମାନେ ବେଶୀ କିଛି ଲଗା ହେଇପାରୁନି ଯେତେ ଯାହା ଅଛି ସେତିକି ଆପଣଙ୍କୁ ଦେଖିଦେବି ତ ସେ ନାହିଁ କଲା ପରେ ବି ମୁଁ କଖାରୁ ଗଛ ଗୋଟେ ଏଠି ଲଗା ଲଗି କରିଦେଇଛି ହେଇଗଲାଣି ଗଛ ହେଇଯାଇଛି ଲଗା ହେଇଥିଲା ତାପରେ ବି ମାନେ ମନା କଲା ପରେ ବି ମୁଁ ଏଗୁଡ଼ା ଲଗେଇ ଦେଇଛି ଖରାଦିନେ ବସିବେ ଲଗାଉଛି ସେଥିପାଇଁ ଲଗେଇବା ପାଇଁ ମନା କରୁଥିଲା ଚାକିରି ଆଡ଼କୁ ଲଗେଇବା ପାଇଁ ମାନେ କହୁଥିଲେ ଲଗେଇବା ପାଇଁ ଚାକିରି ଆଡ଼କୁ ମାସିଲି ଆଡ଼କୁ ଆଉ ଗୋଟେ ବିଡ଼ା ଆଣିଥିଲି ଧନିଆ ଯେଉଁ ପୁଦିନା ପତ୍ର ଦେଖନ୍ତୁ ପୁଦିନା ଗଛଟା କେତେ ବଢ଼ିଆ ଦେଖାଯାଏ ମାନେ ଏତେ ସୁନ୍ଦର ହେବ ଏତେ ଜଲ୍ଦି ବଢ଼ିଛି ମାନେ ଦେଖିଲା ପରେ ଆଶ୍ଚର୍ଯ୍ୟ ହେଇଯିବ ଖାଲି ଟିକେ ବାଲି ଯେଉଁଟା ଉଠି ଦେଲେ ମାନେ ଗୋଟା ପୁରା ଭୁଲ ହେଇଯିବ ଯେତେବେଳେ ଦେଖିବ ଖାଲି ବିରିୟାନୀ କରି ବିରିୟାନୀରେ କାମରେ ଲାଗିବ ବେଶୀ ତ ସେଥିପାଇଁ ମାନେ ଆଣିକି ଲଗା ହେଇଥିଲା ମାନେ ଘରେ ଯେତେବେଳେ ବିରିୟାନୀ କରାହେଉଛି ତ ସେଥିପାଇଁ ଲଗା ହେଇଥିଲା ତ ଦେଖନ୍ତୁ କେତେ ବଢ଼ିଆ ବଢ଼ିଆ ହେଇକି ପୁରା ଗ୍ରୀନ୍ ଗ୍ରୀନ୍ ସବୁ ସବୁ ଦେଖାହେଉଛି ଆଉ ଯଦି ଏଥିରୁ କ'ଣ କ'ଣ ନେଇକି ଦେଖାଯାଏ ଚଢ଼େଇ ଫଡ଼ି କିନ୍ତୁ ବାହା ଝିଅ ତାଙ୍କୁ ଖାଇବା ପାଇଁ ଖାଉଛନ୍ତି କି ନାହିଁ ଆଉ ତ ଚାଲନ୍ତୁ ଏତିକି ତ ଏଠି ଯାହା ଲଗା ହେଇଥିଲା ଦେଖିଦେଲି ଆପଣଙ୍କୁ ଆଉ ଯିବା ଆମେ ତଳ ଆଡ଼େ ଅମୃତଭଣ୍ଡା ଗଛ ଦେଖିବା ତ ଚାଲନ୍ତୁ ଯିବା ମାନେ ଆମେ ପହଞ୍ଚି ଆଜି ମେନ୍ ଜାଗାଟାରେ ଯେଉଁଟାକି ଏଇ ଜାଗାରେ ହିଁ ସବୁ କିଛି କରାହେଇଛି ଆମର ମାନେ ବେଶୀ ଚାଷ ଏଇ ଜାଗାରେ କରାହେଇଛି ବାରି ଅପେକ୍ଷା ତ ଏପଟେ ଦେଖନ୍ତୁ ଶାଗ ଫାଗ ଯାହା ଲଗା ହେଇଛି ଆଉ ଏପଟେ ରସଗୋଲା ସବୁ ଶୁଖିଗଲାଣି ଯେଉଁଟାକି ମାନେ ଆଉ କେତେ 2-4 ଦିନ 5 ଦିନ ଭିତରେ ଏଗୁଡ଼ା ଉପଡ଼ା ହେବ ତ ଗୋଟେ ଦେଖିଦେବା କେତେ ଗୁଡ଼ା ହେଇଛି କ'ଣ ହେଇନି ଏ ଭାଇ ଛିଣ୍ଡିଯିବ ଏ ସବୁ ପୁରୁଣି ଭାଇ ଟିକେ ଟିକେ ହେଇଛି କାହାର କେମିତି ହେଉଛି ଜଣା ନାହିଁ ତ ଆମର ତ ଟିକେ ଟିକେ ହେଇଛି ଯେଉଁଟାକି ମୋତେ ଜମା ଇଚ୍ଛା ହୁଏନି ପିଆଜ ଏଇରାକ ଲଗେଇବା ପାଇଁ ମାନେ ଯେତେ ପରିଶ୍ରମ କରୁ ତାର ଟିକେ ଟିକେ ସେଥିପାଇଁ ଚାଲନ୍ତୁ ଯିବା ଟମାଟୋ ଗଛ ବି ପ୍ରାୟ ମରିବା ଉପରେ ହେଇଗଲାଣି ଏଗୁଡ଼ା ବି ମରିଗୁଡ଼ା ସବୁ ଯିବ ସବୁ ପାଚିଯିବ ପାଚିଯିବା ଭିତରେ ଆଉ ଇଆଡ଼େ ସବୁ ଲଗା ହେଇଥିଲା ମକା ପରେ ଲଗେଇଥିଲେ ବାପା ମନା କଲା ପରେ ବି ଆଉ ଏଇଟା ଭଲ ଲାଉ ଗଛ ଲଗା ହେଇଛି କେତେ ବଡ଼ ବଡ଼ ହେଇସାରିଲାଣି ସାଙ୍ଗେ ସାଙ୍ଗେ ଏପଟେ ଜହ୍ନି ଗଛ ଅଛି ସେଇଟା କାକୁଡ଼ି ଗଛ ଆମର ଆଉ କାକୁଡ଼ି ମାନେ ବହୁତ ସାରା ଫଳୁଥିଲା ଏବେ ଗଛଟା ଟିକେ ମଲାଣି ତ ଦେଖିବା ଗୋଟେ ଗୋଟେ ଖୋଜିକିରି ଗଲାବେଳକୁ ଖୋଜିକିରି ଖାଇକି ଯିବା ନିହାତି ଆଉ ସବୁ ମକା ଗଛ ଜାଣିଥିଲେ ଅଛି ମକା ଗଛ କେତେ ବଢ଼ିଆ ବଢ଼ିଆ ହେଇଛି ଠିଆ ଲଗା ହେଇଛି ଠିଆ ହେଇଛନ୍ତି ଆଉ ଏଇ ପଛ ଗୋଟେ ଯେଉଁ ବସ୍ତା ଭଳିଆ ଘଟ ଭଳିଆ ସବୁ ଅଛନ୍ତି ହେଇଗଲା ଅମୃତଭଣ୍ଡା ଗଛ ଚାଲ ଆମେ ତାକୁ ଷ୍ଟାର୍ଟ କରିବା ଦେଖିବା କେମିତି କ'ଣ ଗ୍ରୋଥ୍ ହେଇଛି ତାର ଏଇଟା ସବୁ ଛାଇରେ ଅଛି ତ ଏଇଟା ବେଶୀ ଗ୍ରୋଥ୍ ହେଇପାରୁନି ଅଳ୍ପ ଟିକେ ଟିକେ ଗ୍ରୋଥ୍ ହେଇଛି ତାର ଏଇଟା କିନ୍ତୁ ହେଇଛି ଗ୍ରୋଥ୍ ବହୁତ ଗଛ ହେଇଛି ଦେଖନ୍ତୁ ନା ମଧ୍ୟ ଯେଉଁଟା ବସ୍ତା ପୁରା ଫୁଲ୍ ହେଇଛି ମାନେ ଏଗୁଡ଼ା ମାଛ ଆଉ ଖାଉନାହାନ୍ତି ନା ତ ସେଥିପାଇଁ ମାନେ ଆଉ କିଛି ଡାଳ ଫାଳ ଭଙ୍ଗା ହେଉନି ଯାହା ସିଧା ସିଧା ବଢ଼ୁଛନ୍ତି ତ ସେଥିପାଇଁ ମାନେ ବଢ଼ିଆ ହେଇଛି ମାନେ ଜଲ୍ଦି ଜଲ୍ଦି ବଡ଼ ହେଉଛନ୍ତି ତ ମାଛ ଫାଙ୍କ କାହିଁ କୁଆଡ଼େ ଦେଖା ବି ଯାଉନାହାନ୍ତି ସବୁ ଗଛଟା ପ୍ରାୟ ସେମିତି ଆଉ ଏଇ ଗଛଟା ଆମର ଦେଖନ୍ତୁ କମଳା ଗଛଟା ଏଇଟା ମାନେ ବଢ଼ିଆ କଅଁଳିଥିଲା ପତ୍ର ହେଲେ ବି ଯେଉଁ ପୁରୁଣା ପତ୍ର ସବୁ ଭାଙ୍ଗି ଯାଇଥିଲା ନଣ୍ଡା ନଣ୍ଡା ଦେଖାଯାଉଛି କିନ୍ତୁ ତଳ ଆଡ଼େ ସବୁ ପତ୍ର ଠିକ୍ ଠାକ୍ ମାନେ ସବୁ ଅଛି ମାନେ କଅଁଳିଛି ନୂଆ ପତ୍ର ଆଉ ଆର ଗଛ ଅପେକ୍ଷା ଏଇଟା ଭଲ ମାନେ ଗ୍ରୋଥ୍ ହେଇଥିଲା ଭଲ ଆଉ ସବୁ ଗଛ ମାନେ ଆପଣ ଦେଖିଲେ କି ସବୁ ଗଛ ମାନେ ମାନେ ପ୍ରାୟ ସବୁ ଭଲ ହେଇଛନ୍ତି ହେଲା ମାନେ କହିବାକୁ ଗଲେ କିଛି ମାନେ ଖରାପ ହେଇନି ତ ଏଇଟା ପିଜୁଳି ଗଛଟା ପୋକ ଟିକେ ଲାଗିଯାଉଛି ତ ଦେଖିବା ଟିକେ କ'ଣ କେମିତି କରିକି ତା ପୋକ ନ ଲାଗିବା ପାଇଁ କ'ଣ କରିବାକୁ ପଡ଼ିବ ଆଉ ଆମର ମେନ୍ ଜିନିଷ ହେଲା ତ ଏଇଟା ମେନ୍ ଜିନିଷଟା ଆମ ସେଉ ଗଛଟା ମୁଁ ଭାବୁଥିଲି ଗୋଟେ ଦୁଇଟା ଗଛ ଭାଇଟା ମରିଗଲା କ'ଣ ଗଛଟା ତ ଗଛଟା ଦେଖନ୍ତୁ ମାନେ ବଢ଼ିଆ ଗ୍ରୋଥ୍ ହେଇଥିଲା କିନ୍ତୁ ପୋକ ଟିକେ ଟିକେ ଲାଗୁଛନ୍ତି ପୋକ ସବୁ ପତ୍ର ସବୁ କଣା କରିଦେଇଛନ୍ତି ଆମର ଖାଇ ଖୁଆ ଦେଇଛନ୍ତି ଆଉ ଏଇଟା କାଜୁ ଗଛଟା କାଜୁ ଗଛଟା ବି ଦେଖନ୍ତୁ ବଢ଼ିଆ ପତ୍ର କଅଁଳିଲାଣି ଭାବୁଥିଲି ପତ୍ର କଅଁଳୁ ନଥିଲା ମାନେ ପୁଣି ଲାଷ୍ଟ ଟାଇମ୍ ଯେତେବେଳେ ଦେଖିଥିଲି ପତ୍ର କଅଁଳୁ ନଥିଲା ଆଉ ସବୁ ଗଛ ଦେଖନ୍ତୁ ସବୁ ମାନେ ଭଲ ଭଲ କିଛି ଅସୁବିଧା ଆଉ ବାଇଗଣ ଗଛ ଆଣିକି ଲଗେଇଛି ଗୋଟେ ଜାଗା 40-50 ଗଛ ତ ସେଗୁଡ଼ା ଗଛ ସବୁ କ'ଣ ହେଲା କାଣି ମାଟିରେ ଏପଟ ଏଇଟା ହାଟ ବଣା ହେଇଥିଲା ତ ଏ ହାଟ ଗଛଟା ହିଁ ବସିଛି ଆଉ ଏଇଭଳି ଯାଇକି ଜାଣିଥିଲି ସିଆଡ଼ୁ ସବୁଗୁଡ଼ା କଳା ଗଛ ଥିଲା ମାନେ କାଳିଆ ଜଣା ହେଇଥାନ୍ତା ତ ସବୁ ଜାଗାରେ ଏଇ ଜାଗାଟା ପୁରା ଖାଲି ଆଣିଥିଲି ଭଉଣୀ ଘରୁ ତ ସବୁ ସଫା ମାନେ କିଛି ବି ଏଇଟା ମାନେ ନାହିଁ ଗଛ ତ ସେଇଟା ଦେଖିକି ଟିକେ ମନ ଦୁଃଖ ହେଇଗଲା ଆଉ ସବୁ ତ ଏତିକି ଚାଷ ହେଇଛି ଖରାଦିନ ପାଇଁ ମନା କରୁଛନ୍ତି ଆଉ କିଛି କରିବା ପାଇଁ ତ ସେଥିପାଇଁ କିଛି କରି ହେଉନି ତ ଯାଉ ଆଉ ମାସେ 15 ଦିନ ତ ତାପରେ ପୁଣି ଲଗେଇବା ଷ୍ଟାର୍ଟ କରିଦେବା ତ ଆମ ବାରିଟା ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ଜଣାଇବେ ଆଉ ପୁଣି ଥରେ ଦେଖା ଗୋଟେ ନୂଆ ବ୍ଲଗ୍ରେ ଏଇ ରଖୁଛି ଜୟ ଜଗନ୍ନାଥ।